ଭଦ୍ରକରେ ଭୟାବହ ବନ୍ୟା ପରିସ୍ଥିତି, ଭୟାବହ ଦେଖିଲେ ସମୁଦ୍ର ଭଳିଆ ଜଣା ମଣ୍ଡାରୀ ପୋଖରୀ, ଜାମନଗର, ଭଦ୍ରକ ଇତ୍ୟାଦି ଇତ୍ୟାଦି। ଶୁଣିଲି ଯେ ଜିଲ୍ଲାପାଳ ମହାଶୟ ଆଜି କିମ୍ବା କାଲି ରିଟାୟାର କରୁଛନ୍ତି। ମୁଁ ତ ଶୁଣିଛି ଇରିଗେସନ ଡିପାର୍ଟମେଣ୍ଟ ରିଟାୟାର କରିକି ଘରକୁ ଚାଲିଗଲା ପରେ ପୁଣି ଆଣିକି ତାକୁ ଆଉଥରେ ରିଇନଷ୍ଟେଟ୍ କରୁଛନ୍ତି ଲୋକଙ୍କୁ। ସେ ପ୍ରାୟ ସେଠି ବର୍ଷେ 2 ବର୍ଷ 1.5 ବର୍ଷ ଧରି ଥିଲେ। ଆମେ ସରକାର ତରଫରୁ ଅନୁରୋଧ କରୁଛୁ ଯେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ କଲେକ୍ଟର ମହାଶୟଙ୍କୁ ଆଉ କିଛି ଦିନ ସେଠି ରଖେଇ ଦିଅନ୍ତୁ, ଯେ ଲେଟ୍ ହିମ୍ ଫେସ୍ ଦି ସିଚୁଏସନ୍। ଧାରାବାହିକ ଭାବେ ଯିଏ ବି ଯେତେବେଳେ ସରକାର ଥାଆନ୍ତୁ ନା କାହିଁକି, ବର୍ଷା ପୂର୍ବରୁ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଏ। ତ ନ୍ୟାଚୁରାଲ କାଲାମିଟି କମିଟି ସରକାର ଥାଆନ୍ତି, ଏମଏଲଏ ମାନେ ଥାଆନ୍ତି, ମନ୍ତ୍ରୀମାନେ ଥାଆନ୍ତି। ଯଥେଷ୍ଟ ପୂର୍ବରୁ ଜୁନ ମାସ ପୂର୍ବରୁ ସରକାରଙ୍କ ତରଫରୁ ଗୋଟେ ମିଟିଂ ହୁଏ, ଭଲ ପ୍ରିପାରନେସ୍ ଅଫ୍ ଫ୍ଲଡ୍। କାହିଁକିନା ଧାରାବାହିକ ଭାବରେ ପ୍ରତିବର୍ଷ ବନ୍ୟା ହୁଏ ଓଡ଼ିଶାରେ। ଏ ବର୍ଷ କରିଛନ୍ତି କି ନାହିଁ ମୁଁ ଜାଣିନାହିଁ। ଯଦି କରିଛନ୍ତି ଏପରି ଅବ୍ୟବସ୍ଥା କାହିଁକି ହେଉଛି ତାକୁ ଆମେ ଜାଣିବା ଦରକାର। ଆମେ ଜାଣିବା ବେଶୀ ଇମ୍ପୋର୍ଟାଣ୍ଟ ନୁହେଁ। ବର୍ତ୍ତମାନ ଲୋକମାନେ ଯେଉଁ ବିପଦର ସମ୍ମୁଖୀନ ହୋଇଛନ୍ତି ତାକୁ କେମିତି ଭାବରେ ସରକାର ମୁକାବିଲା କରିବେ, ସେ ଅଲ୍ ପାର୍ଟି ଡାକି ପାରନ୍ତି କିମ୍ବା ସରକାରୀ ଲୋକଙ୍କୁ ଡାକି ପାରନ୍ତି, ଯାହା କରିପାରନ୍ତି ତାକୁ ତୁରନ୍ତ ମୁକାବିଲା କରିବା ପାଇଁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁ। ସେ ଦିଲ୍ଲୀରେ ଥାଆନ୍ତୁ, ଲଣ୍ଡନରେ ଥାଆନ୍ତୁ, ତାଙ୍କର ନୈତିକ କର୍ତ୍ତବ୍ୟ ଯେ ଏଇଟା ପ୍ରଥମେ କରିବା କଥା।